ବୃହସ୍ପତି ମହାଗ୍ରହ ବର୍ତ୍ତମାନ ଶୁକ୍ରଙ୍କର ରାଶି ବୃଷ ରାଶିରେ ଅବସ୍ଥାନ କରିଛନ୍ତି। ଚଳିତ 2025 ମସିହା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମହାଗ୍ରହ ଗୋଚରରେ ମିଥୁନ ରାଶିରେ ପ୍ରବେଶ କରିବେ। ବୃହସ୍ପତି ମହାଗ୍ରହଙ୍କୁ ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ର ଦର୍ଶାଇଥାଏ। ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କୁ ସୁଖ, ସମୃଦ୍ଧି, ବିବାହ, ସନ୍ତାନ, ବୁଦ୍ଧି, ଉଚ୍ଚଶିକ୍ଷା କାରକ, ଧନ ଓ ଆଧ୍ୟାତ୍ମ ଜ୍ଞାନର କାରକ ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ଦ୍ୱାଦଶ ରାଶିଚକ୍ରର ଗୋଟିଏ ରାଶିରେ ବୃହସ୍ପତି ପ୍ରାୟ 13 ମାସ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବା ବେଳେ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ପରିଭ୍ରମଣ କରିବା ପାଇଁ ପ୍ରାୟ 12 ବର୍ଷ ସମୟ ନେଇଥାନ୍ତି। ଜାଣିବା ବୃହସ୍ପତିଙ୍କର ଏହି ରାଶି ପରିବର୍ତ୍ତନରେ ମିଥୁନ ରାଶି ଜାତ ବ୍ୟକ୍ତି ବିଶେଷ କ'ଣ ସବୁ ଫଳାଫଳ ପ୍ରାପ୍ତ ହେବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ରାଶିଚକ୍ରରେ ନୈସର୍ଗିକ ଶୁଭଗ୍ରହ ବୃହସ୍ପତିଙ୍କର ଅବସ୍ଥାନକୁ ନେଇ ସୁନ୍ଦର ଜ୍ୟୋତିଷୀୟ ଶ୍ଲୋକଟିଏ ଅଛି। ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ ସୂତାର୍ଥ ଲାଭ ନବପଞ୍ଚକେଷୁ ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ ଏକାଦଶେ ସର୍ବଶୁଭ ଫଳ ଶୁଭ ଭବନ୍ତୁ। ଏହି ଶ୍ଲୋକର ସରଳ ଅର୍ଥ ହେଲା ଜୀବ ମାନେ ବୃହସ୍ପତି ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ସ୍ଥାନରେ ବିରାଜମାନ କରିଲେ ବ୍ୟକ୍ତିକୁ ଧନ ଓ ଧାନ୍ୟରେ ସମ୍ପନ୍ନ କରାଇଥାନ୍ତି। ନବମ ଓ ପଞ୍ଚମ ସ୍ଥାନରେ ଅବସ୍ଥାନ କଲେ ଜାତକ ଅର୍ଥ ଓ ପୁତ୍ର ସନ୍ତାନ ଲାଭ କରିଥାଏ। ସପ୍ତମ ସ୍ଥାନରେ ଦେବଗୁରୁ ବୃହସ୍ପତି ରହିଲେ ଜାତକକୁ ବିପୁଳ ଲକ୍ଷ୍ମୀ ବା ବିପୁଳ ଧନ ପ୍ରଦାନ କରିଥାନ୍ତି। ଚନ୍ଦ୍ର ରାଶିର ଏକାଦଶ ସ୍ଥାନରେ ଗୁରୁ ଅବସ୍ଥାନ କଲେ ସମସ୍ତ ପ୍ରକାର ଶୁଭଫଳ ଜାତକ ବା ବ୍ୟକ୍ତିକୁ ପ୍ରଦାନ କରିଥାନ୍ତି। ନୈସର୍ଗିକ ଶୁଭଗ୍ରହ ବୃହସ୍ପତିଙ୍କ ପରି ତାଙ୍କର ଦୃଷ୍ଟି ମଧ୍ୟ ବହୁତ ଶୁଭ ଦୃଷ୍ଟି ହିସାବରେ ଜ୍ୟୋତିଷ ଶାସ୍ତ୍ର ଗ୍ରହଣ କରିଥାଏ। ପଞ୍ଚମ, ସପ୍ତମ ଓ ନବମ ଏହିପରି 3 ଗୋଟି ପୂର୍ଣ୍ଣ ଦୃଷ୍ଟି ବୃହସ୍ପତିଙ୍କର ରହିଛି ବୋଲି ବୈଦିକ ଜ୍ୟୋତିଷରେ ବର୍ଣ୍ଣନା କରାଯାଇଛି। ବୃହସ୍ପତି ଜାତକ ଚକ୍ରର ଯେଉଁ ସ୍ଥାନରେ ଅବସ୍ଥାନ କରିଥାନ୍ତି ସେହି ସ୍ଥାନର ପଞ୍ଚମ, ନବମ ଓ ସପ୍ତମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରିଥାନ୍ତି। ବୃହସ୍ପତିଙ୍କର ଦୃଷ୍ଟି ରାଶିଚକ୍ରର ଯେଉଁ ସ୍ଥାନ ବା ଭାବ ଉପରେ ପଡ଼ିଥାଏ ସେହି ସ୍ଥାନର ବିଶେଷ ବୃଦ୍ଧି ଘଟିଥାଏ। ଏବେ ଜାଣିବା ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଅବସ୍ଥାନ କଲେ ମିଥୁନ ରାଶିଜାତ ବ୍ୟକ୍ତି ବିଶେଷ କ'ଣ ସବୁ ଜ୍ୟୋତିଷୀୟ ଫଳାଫଳ ପାଇବାର ସମ୍ଭାବନା ରହିଅଛି। ମିଥୁନ ରାଶି ପାଇଁ ବୃହସ୍ପତି ସପ୍ତମ ଧନୁ ରାଶି ଓ ଦଶମ ମୀନ ରାଶି ଅଧିପତି ରୂପେ ମିଥୁନ ରାଶିରେ ଅବସ୍ଥାନ କରିବେ। ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତିଙ୍କ ପଞ୍ଚମ ଦୃଷ୍ଟିରେ ମିଥୁନ ରାଶିର ପଞ୍ଚମ ଭାବ ତୁଳା ରାଶି ରହୁଥିବାରୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏହି ମିଥୁନ ରାଶି ଅବସ୍ଥିତି ବୃହସ୍ପତିଙ୍କର ସ୍ଥିତି ବହୁତ ଶୁଭଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଦେଇଥିବା ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେବେ। ଉଚ୍ଚଶିକ୍ଷା ପାଇଁ ଘରଠାରୁ ଦୂରକୁ ଯିବାକୁ ପଡ଼ିପାରେ। ଏହି ସମୟରେ ମିଥୁନ ରାଶି ଜାତ ବ୍ୟକ୍ତିଙ୍କର ବାଣିଜ୍ୟ ବେପାରରୁ ହେଉ ଅଥବା ଅନ୍ୟାନ୍ୟ ସୂତ୍ରରୁ ହେଉ ପ୍ରଚୁର ଧନଲାଭ ହେବାର ବିଶେଷ ସମ୍ଭାବନା ଦେଖାଯାଉଛି। ଚାକିରି କରୁଥିଲେ ପ୍ରମୋସନ୍ ପାଇବାର ଯୋଗ ରହିଛି। ତା ସହିତ ସ୍ଥାନାନ୍ତରର ମଧ୍ୟ ଯୋଗ ଦେଖାଯାଉଛି। ସନ୍ତାନ ସମ୍ଭବା ନାରୀ ପୁତ୍ର ସନ୍ତାନ ପ୍ରାପ୍ତି କରିପାରନ୍ତି। ସମାଜରେ ସମ୍ମାନିତ ହେବାର ପ୍ରବଳ ଯୋଗ ରହିଛି। ସନ୍ତାନମାନେ ଆଜ୍ଞାଧୀନ ରହିବେ। ଦେବଗୁରୁ ବୃହସ୍ପତି ସପ୍ତମ ଦୃଷ୍ଟିରେ ନିଜ ଘର ଧନୁରାଶି ଉପରେ ନଜର ରଖିବା ମିଥୁନ ରାଶି ବ୍ୟକ୍ତିଙ୍କୁ ପ୍ରବଳ ବାଣିଜ୍ୟ ପ୍ରିୟ କରାଇବ। ନୂତନ ଭାବେ
ବାଣିଜ୍ୟିକ କର୍ମ କରିପାରନ୍ତି। ପୂର୍ବ ଦିଗରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ବଡ଼ ଚମତ୍କାର ଭାବରେ ବାଣିଜ୍ୟ ବ୍ୟବସାୟ ଚାଲିବ। ବ୍ୟବସାୟରୁ ପ୍ରବଳ ଧନର ଆଗମନ ହେବ। ଯୌଥ ବ୍ୟବସାୟ ବା ଭାଗୁଆଳି ବ୍ୟବସାୟରେ ସାମାନ୍ୟ ବାଧା ଦେଖାଦେଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଦୂରେଇ ଯିବ। ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବାର ସମ୍ଭାବନା ରହିଅଛି। ସପରିବାର ତୀର୍ଥାଟନ ବା ଦେବଦର୍ଶନରେ ଯିବା ପାଇଁ ମନ ମଧ୍ୟରେ ଚିନ୍ତା କରିବେ। ବ୍ରାହ୍ମଣ ପ୍ରିୟ ହେବେ। ଆଧ୍ୟାତ୍ମ ଜଗତ ପ୍ରତି ଆଗ୍ରହ ସୃଷ୍ଟି ହେବ। ବୃହସ୍ପତି ମିଥୁନ ରାଶିରେ ଅବସ୍ଥାନ କରି ନବମ ଦୃଷ୍ଟିରେ କୁମ୍ଭ ରାଶିକୁ ଚାହିଁବା ରାଜଯୋଗର ନିର୍ମାଣ କରୁଛି। ବୃହସ୍ପତି ଓ ଶନି କ୍ଷେତ୍ର ସିଂହାସନ ଭଳି ବିଶିଷ୍ଟ ଯୋଗର ନିର୍ମାଣ କରୁଥିବାରୁ ଏ ସମୟରେ ମିଥୁନ ରାଶିଜାତ ବ୍ୟକ୍ତି ରାଜପଦରେ ଆସୀନ ହେଲା ଭଳି ଉଚ୍ଚ ପଦାସୀନ ହୋଇପାରନ୍ତି। ସାଧାରଣ ଜୀବନ ସହିତ ଜଡ଼ିତ ଥିଲେ ଜନସାଧାରଣଙ୍କର ଆଦରର ପାତ୍ର ହେବେ। ସମାଜରେ ସମ୍ମାନିତ ଓ ପ୍ରଶଂସିତ ହେବେ। କ୍ଷମତା ହାସଲ କରିବେ। ଧର୍ମ ଓ ନ୍ୟାୟପରାୟଣ ହେବେ। ଈଶ୍ୱରୀୟ ଭକ୍ତି ଓ ଶ୍ରଦ୍ଧା ବଢ଼ିବ। ପରୋପକାରରେ ବ୍ରତୀ ହେବେ। ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ। ଭାଗ୍ୟୋନ୍ନତିର ରାସ୍ତା ଖୋଲିଯିବ। ଅଦ୍ଭୁତ ଭାଗ୍ୟ ଭୋଗ କରିବେ। ବ୍ୟବସାୟ ହେଉ ବା ଚାକିରି କ୍ଷେତ୍ର ହେଉ, ମିଥୁନ ରାଶିଜାତ ବ୍ୟକ୍ତିଙ୍କ ପାଇଁ ଉଭୟ କ୍ଷେତ୍ର ସଫଳତାର କ୍ଷେତ୍ର ହେବ। ପିତାଙ୍କର ଆଶୀର୍ବାଦରେ ସାଂସାରିକ ଜଞ୍ଜାଳ ସୁଖମୟ ରହିବ। କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା କ୍ୟାଣ୍ଡିଡେଟ୍ମାନେ ପରୀକ୍ଷାରେ କୃତିତ୍ୱ ହାସଲ କରିବେ। ପ୍ରଫେସନାଲ ଯଥା ଚିକିତ୍ସା ବିଜ୍ଞାନ ବା ବିଚାର ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ସମର୍ପିତ ସେବାରେ ମନୋଭାବ ସହିତ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କର ପ୍ରିୟ ପାତ୍ର ହେବେ। ଏ ତ ଗଲା ମୋଟାମୋଟି ଭାବରେ ମିଥୁନ ରାଶି ଜାତ ବ୍ୟକ୍ତିବିଶେଷଙ୍କ ପାଇଁ ବୃହସ୍ପତି ଚଳନର 13 ମାସର ଜ୍ୟୋତିଷୀୟ ଫଳାଫଳ। ବୃହସ୍ପତି ଚଳନରେ ରହିଥିବା ଦୋଷ ବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ବିଷ୍ଣୁ ସହସ୍ରନାମ ପ୍ରତିଦିନ ପାଠ କରନ୍ତୁ। ଏହାଛଡ଼ା ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।